ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ ସ୍ଥିତ ପଣ୍ଡକିଟାର ଆରଏମସି ଠାରେ ଭାରତ ରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରତି ଅବଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରର ଅନୁସୂଚିତ ଜାତି ଆୟୁକ୍ତ ଏସସି କମିଶନର ଶ୍ରୀମାନ ଅରୁଣ ହାଲଦା, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲା, ପୂର୍ବତନ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ଓ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ଉପସଭାପତି ମନିଜର ଆର୍ଯ୍ୟ, ଜିଲ୍ଲା ସଭାପତି ବେଣୁଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ପଣ୍ଡକିଟାଠାରେ ହଜାର ହଜାର କର୍ମୀଙ୍କର ଉପସ୍ଥିତିରେ ସଭାସ୍ଥଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ଅଣାଯାଇଥିଲା। ସେଠାରେ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଅନୁସୂଚିତ ଜାତି ଆୟୋଗ ତାଙ୍କର ଜୀବନୀ ଆଲୋକପାତ କରିଥିଲେ। ସେହିପରି ବଲାଙ୍ଗୀର ସାଂସଦ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ଯେଉଁ ସମ୍ବିଧାନ ଭୀମରାଓ ଆମ୍ବେଦକର ଦେଇଛନ୍ତି ତାହା ଭାରତୀୟଙ୍କର ରକ୍ଷା କବଚ ଭାବେ ଛିଡ଼ା ହୋଇଛି, ସମସ୍ତଙ୍କୁ ସୁରକ୍ଷା ଦେଉଛି ବୋଲି ତାଙ୍କର ବକ୍ତବ୍ୟରେ କହିଥିଲେ।